ରସିକ ନାଗରୁ ସମ୍ମୁଖ କେମିତି କଣ ଧରିଥିଲା? ଦୀର୍ଘ 30 ବର୍ଷ ଜର୍ନି ମାନେ ରସିକ ନାଗ 2007 ରୁ 2025 ଏପରି 27 ରୁ 28 ମୁଭି ତିଆରି ହେଲାଣି। ଆଉ ଗୋଟେ ବଡ ଅନୁଭୂତି ହଉଛି ଶମ୍ଭୁର, ଯେ କି ଗୋଟେ ବଡ କଥା ହଉଛି ଫିଲ୍ମ କରାଗଲା ଗୋଟେ ନୂଆ ପ୍ରଡ୍ୟୁସରଙ୍କୁ, ସେ ଫିଲ୍ମ ଲାଇନ୍ ସହିତ ମିନିମମ୍ 40 ବର୍ଷ ହେଲା ସଂଶ୍ଳିଷ୍ଟ ଥିଲେ। ଧୀର ବିଶ୍ୱାଳଙ୍କଠୁ ଆରମ୍ଭ କରିକି ବହୁତ ବଡ ବଡ ପ୍ରଯୋଜକ ସହିତ ତାଙ୍କର ଥିଲେ ଫିଲ୍ମର ତିଆରି କରିବାର ଅଭିଜ୍ଞତା ଓ ଡିଷ୍ଟ୍ରିବ୍ୟୁସନ ଅଭିଜ୍ଞତା ଥିଲା ବିଦ୍ୟାଙ୍କର, ଯିଏ ମୋର ପ୍ରଯୋଜକ। ଆଉ ବଡ କଥା ହଉଛି ଗୋଟେ ସମସ୍ତେ ଯେ ଫିଲ୍ମ କରିପାରିବେ ତା ନୁହେଁ, ଭଲ ମଣିଷ କଳାକୁ ଭଲ ପାଉଥିବା ଲୋକ ହିଁ ଫିଲ୍ମ କରିପାରନ୍ତି। ଦୁନିଆର ବହୁତ ବଡ ବଡ ପଇସା ବାଲା ଅଛନ୍ତି ଯେ କି ଫିଲ୍ମ କରିପାରନ୍ତିନି, ତାଙ୍କର ସେ ଭାବନା ନଥାଏ, ଫିଲ୍ମ ପ୍ରତି ନଥାଏ। ଫିଲ୍ମକୁ ଭଲ ପାଉଥିବା ଲୋକ ହିଁ ଫିଲ୍ମ କରନ୍ତି। ତା ଭିତରୁ ବିଭୂତି ଆଉ ଜଣେ। ତାଙ୍କର ଯୋଉ ଚେଷ୍ଟା ଥିଲା ସବୁ ପିକ୍ଚର କରିବା ପାଇଁ, ଯେତେବେଳେ ମତେ ଡାକିଥିଲେ ଦିଲ୍ଲୀପ ଚାଲ ଗୋଟେ ପିକ୍ଚର କରିବା, ଟାଇଟଲ କଣ ହବ ଶମ୍ଭୁ, ଶମ୍ଭୁ କଣ ଟାଇଟଲ, କହିଲେ ଆଜ୍ଞା କରନ୍ତୁ 2 ଅକ୍ଷର ମତେ ଶୁଭ, ଆପଣଙ୍କର ରାଶି ମୋ ରାଶି ଭଗ ରାଶି 2 ସଂଖ୍ୟା ଲକି, ତେଣୁ ମୋର ହିରୋ ହିଟ୍ ଥିଲା, କ୍ରିମିନାଲ 4 ସଂଖ୍ୟା ଥିଲା ହିଟ୍ ଥିଲା, ତେଣୁ ଧର୍ମ ଥିଲା, ତେଣୁ ମୁଁ କହିଲି ଶମ୍ଭୁ ରଖାଯାଉ। ତାପରେ କାହାଣୀ ଶୁଣିଲେ, କାହାଣୀ ଶୁଣିଲା ପରେ ସେତେବେଳେ ପ୍ଲାନିଂ ହେଲା ହିରୋ କାହାକୁ ନବା। ସେଇ ସମୟରେ ହୁଏତ ଯୋଉ ସମୟରେ ଆମେ ପିକ୍ଚରଟି ଆରମ୍ଭ କରିଥିଲୁ ହିରୋର ଅଭାବ ଥିଲା। ଆଉ ଯୋଉ ହିରୋ ମାନଙ୍କୁ ମୁଁ ଭାବିଥିଲି ସେ ହିରୋ ମାନେ ଅନ୍ୟ ପ୍ରୋଜେକ୍ଟରେ ସେମାନେ କାମ କରୁଥିଲେ, ତେଣୁ ସମ୍ଭବ ହେଇପାରିନଥିଲା। ଯେହେତୁ ମୋ ପ୍ରଯୋଜକ ବ୍ୟସ୍ତ, ମାନେ କଣ ବହୁତ ବ୍ୟସ୍ତ ଥିଲେ ପିକ୍ଚର କରିବା ପାଇଁ, ତେଣୁ ଆମେ ଶୁଭମକୁ ଚୁଜ୍ କଲୁ। ସେ କହିଥିଲେ ରିସ୍କ କେମିତି ନେଇ ହବ, ଏତେ ବଡ ଇନଭେଷ୍ଟମେଣ୍ଟ ହଉଛି କେମିତି ନେଇ ହବ। ତେଣୁ ସେତେବେଳେ ଗୋଟେ ଗୋଟେ ଗ୍ରୁପ କଲି, ମାନେ ମୋର ଗୋଟେ ଟିମ୍ ତିଆରି କଲି। ଟିମ୍ରେ କଣ ହେଲା, ମୋ ଟିମ୍ରେ ଆସିକି ଯେ ଡାଇଲଗ ରାଇଟର ଦେଖିଲେ କି ଡକ୍ଟର ରଜନୀ ରଞ୍ଜନ, ଆଉ ଭେଟରାନ ମ୍ୟୁଜିକ ଡାଇରେକ୍ଟର ଯିଏକି ହିରୋ କ୍ରିମିନାଲ ମୋ ସହିତ ଧର୍ମରେ ମ୍ୟୁଜିକ କରିଥିଲେ, ଭେଟରାନ ମ୍ୟୁଜିକ ଦୀପକ କୁମାର, ଯାହାଙ୍କ ଗୀତ ଗୁଡ଼ିକ ମାରିଦେ ମାରିଦେ ପ୍ରେମ ତ ତୁ ମୋ ହିରୋ ତୁ ମୋ ହିରୋଇନ, ବହୁତ ଗୀତ ମୋର 4ଟା ପିକ୍ଚର ସେ ବହୁତ ବ୍ଲକବଷ୍ଟର ଗୀତ ବି ଦେଇଛନ୍ତି। ତ ତାଙ୍କୁ ବି ଆମ ଟିମ୍ରେ ରଖାଗଲା। ତାପରେ ଏମିତି ହଉ ହଉ ପୁଣି କିଏ ଭିଲିଆନ ହବ, ଭିଲିଆନ ପାଇଁ ଆମେ କେକୁ ପ୍ଲାନ୍ କରିଥିଲୁ। ସେତେବେଳେ ଆଉ ଗୋଟେ ପିକ୍ଚର ପାଇଁ ସେ ଡେଟ୍ ଦେଇପାରିଲେନି, ଯେହେତୁ ପିୟୁଷ ସହିତ ମୋର ଆଗରୁ ବଣ୍ଡିଂ ଥିଲା ଭଲ, ଯେହେତୁ ଆମେ ଅନ୍ନପୂର୍ଣ୍ଣାର ଷ୍ଟେଜ ଫେଜରେ ଆମେ ବସା ଉଠା ହୁଏ, ଏମିତି ଫିଲ୍ମ ସହିତ କଥାବାର୍ତ୍ତା ହୁଏ, ଯେତେବେଳେ ଦେଖା ହୁଏ ପିୟୁଷକୁ ନେଇଥିଲୁ। ପିୟୁଷକୁ ଧନ୍ୟବାଦ ଦବା କଥା, ଗୋଟେ ଯାତ୍ରା ସିଡ୍ୟୁଲ, ଯାତ୍ରା ଯୋଉ ରାତି ଯାକ ଅନିନ୍ଦ୍ରା ହେଇ ସକାଳ 7ଟାରେ ଆସିକି 22 ଡେଜ୍ ସେ ସୁଟିଂ କରିଛି ମୋ ସାଥିରେ କରିଥିଲା। ତାପରେ ସେଇ ସମୟରେ ହିରୋଇନ, ଯେ ନୂଆ ହିରୋ ସହିତ ହିରୋଇନ କିଏ ହବ ସେଥିପାଇଁ ଗୋଟେ ପ୍ରୋବ୍ଲେମ ଚାଲିଲା। ତେଣୁ ଯାଇ ଆମର ତମନ୍ନା ଆମ ଟିମ୍ରେ ଜଏନ୍ କରିଥିଲେ, ଆଉ 2 ଜଣ ଯାକର କେମିଷ୍ଟ୍ରି ବହୁତ ବଢିଆ ଥିଲା। ଆଉ ଇଏ ଗୋଟେ ଆକ୍ସନ ଭିତ୍ତିକ ମୁଭି, ଆକ୍ସନ ଇମୋସନ ଫ୍ୟାମିଲି ଡ୍ରାମା ମୁଭି। ଦର୍ଶକଙ୍କୁ ଭଲ ଲାଗିବ, ଯାହା ଲୋକ ବୋର ହେବେନି, ଲୋକ ନିଶ୍ଚୟ ଭଲ ପାଇବେ। ଗୀତ ସହ ଯେତେବେଳେ ପିକ୍ଚର ଟିକେ ଏନ୍ଜୟ କରିବେ ନିଶ୍ଚୟ ଭଲ ଲାଗିବ। ଆଉ ଆମେ ପ୍ରିପେୟାର ହଉଛୁ ରଜରେ ରିଲିଜ କରିବା ପାଇଁ। ସାଧାରଣତଃ କୁହାଯାଏ କି ଯାତ୍ରା ଫର୍ମାଟ ଆଉ ସିନେମା ଫର୍ମାଟ ଟିକେ ଡିଫରେଣ୍ଟ ବୋଲେ, ପିୟୁଷଙ୍କର କିଛି ଅସୁବିଧା ହେଇଥିଲା କି ପିୟୁଷକୁ ନେଇକି କହିପାରିବେ? ଦେଖନ୍ତୁ ଯାତ୍ରା ଫର୍ମାଟ ଆଉ ଫିଲ୍ମ ଫର୍ମାଟ କିଛି ଇଏ ନୁହେଁ। ମେନ୍ ହଉଛି ଆପଣଙ୍କର ନିର୍ଦ୍ଦେଶକ। ୟା ପୂର୍ବରୁ ମୁଁ ଦୈତାରୀ ପଣ୍ଡାକୁ ନେଇକି ବଡ କରିଛି ସୁନା ତୁ ମୋ ସୁନା ଚଢେଇରେ, କିଛି ପ୍ରୋବ୍ଲେମ ହେଇନି, ବହୁତ ବଢିଆ ଭଲ ଅଭିନୟ କରିଛନ୍ତି, ଲୋକମାନେ ଆପ୍ରିସିଏଟ କରିଥିଲେ ସେ ତାଙ୍କ ଚରିତ୍ରକୁ। ଏଥିରେ ବି ଦେଖିବେ ଆପଣଙ୍କୁ ଲାଗିବନି ଯେ ଏପରି ଆମର ପିୟୁଷ ଫିଲ୍ମ ପାଟର୍ନରେ କରିଛନ୍ତି। ସେ ଯେହେତୁ ଆଗରୁ ଥିଏଟରରୁ ଆସିଛନ୍ତି, ତେଣୁ ତାଙ୍କ ପାଇଁ ଏଇଟା କିଛି ସମସ୍ୟା ହେଇନି, ମୋ ପାଇଁ ବି ହେଇନି। ତାଙ୍କ ଭିତରେ ଗୋଟେ ଭଲ 2 ଜଣ କେମିଷ୍ଟ୍ରି ଥିଲା, ସେ ମୋ କଥା ବୁଝିପାରୁଥିଲେ, ବହୁତ ଇଜି ଲାଗୁଥିଲା ସେ ଯେତେବେଳେ ଅଭିନୟ କରୁଥିଲେ, ଆଉ ବହୁତ ଜୋସରେ ବି ସେ କରୁଥିଲେ। କେବେ ରିଲିଜ କରିବେ ବୋଲି ଯେହେତୁ ମୋର ପ୍ରଡକ୍ସନ ହାଉସର ମାନେ ପ୍ଲାନ୍ କରୁଛୁ ଆମେ ଯେ ରଜରେ ଆସିବୁ, ଯେତେ ଗୁଡ଼ିଏ ପିକ୍ଚର ଆସିଲେ ବି ନିଶ୍ଚୟ ଏ ପିକ୍ଚରକୁ ରଜରେ ଲୋକ ଏନ୍ଜୟ କରିବେ। ଆପଣ ରସିକ ନାଗର ଭଳିଆ ଫିଲ୍ମ ହିଟ୍ ହେଇଛନ୍ତି, ଏଇ ଯୋଉ ଫିଲ୍ମଟି ବର୍ତ୍ତମାନ ଏବେକା ସିଚୁଏସନକୁ ଅନୁସାରେ ଫିଲ୍ମ ଆସୁଛି, ରସିକ ନାଗର ଭଳିଆ ଫିଲ୍ମ ଗୋଟେ କଥା ଦେଖନ୍ତୁ, ରସିକ ନାଗର ଭଳିଆ ପିକ୍ଚର କରିବା ପାଇଁ, ରସିକ ନାଗର ଚରିତ୍ର କରିବା ପାଇଁ ଅଭିନେତା କାହାକୁ ନେବେ ଆପଣ? ଏଠି ସବୁ ଅଭିନେତା ନିଜ ନିଜ ଷ୍ଟାଇଲରେ ପିକ୍ଚରରେ ଅଭିନୟ କରୁଛନ୍ତି, ନିଜ ଯୋଉଥିରେ ସେଫ୍ ରହିବେ ସେଇଭଳିଆ ସବଜେକ୍ଟ କରୁଛନ୍ତି। ଡାଇରେକ୍ଟର ଯୋଉ ସବଜେକ୍ଟ ଚିନ୍ତା କରୁଛି ଆଜିକାଲି, ବହୁତ କମ ଅଭିନେତା ସେଥିରେ ରାଜି ହଉଛନ୍ତି କରିବା ପାଇଁ। ସେଥିପାଇଁ ମୋର ପ୍ରୋବ୍ଲେମ ଅଛି ବି। ପାର୍ଟ 2 ତାର ହଉଛି, ଶମ୍ଭୁର ପାର୍ଟ 2 ବି ସାର୍ କରୁଛନ୍ତି ଏବେ। ୟା ପର ପିକ୍ଚର କେତେ ରେଭିନ୍ୟୁ ଦବ ତା ବଡ କଥା ନୁହଁ, ତାଙ୍କ ଭିତରେ ଯୋଉ ଜୋଶ ଅଛି, ସବୁ ପାର୍ଟ 1 ପରେ ପାର୍ଟ 2 ବି ସେମାନେ ଆରମ୍ଭ କରୁଛନ୍ତି। ଦେଖନ୍ତୁ ମନମାନି କଥା ପଡିନି, ଏଠି ହଉଛି କଣ, ଗୋଟେ ଫିଲ୍ମ କରିବା ପାଇଁ ହେଲେ ଗୋଟେ ଟିମ୍ ୱାର୍କ ଦରକାର।
କଥା ବୁଝୁଛନ୍ତି। ତାପରେ ଯେତେବେଳେ ବଜେଟ୍ କମି ଯାଉଛି ସେତେବେଳେ ଗୋଟେ ଫିଲ୍ମର ମାନେ କ'ଣ ଲୁକ୍ ବି କମି ଯାଉଛି। ତେଣୁ ଯେତେବେଳେ ବଜେଟ୍ ଲୁକ୍ କମିଲା ବେଳକୁ ଆପଣଙ୍କର ଲୋକ ପସନ୍ଦ ବି କରୁନାହାନ୍ତି। ତେଣୁ ବଜେଟ୍ ଯେତେ ଭଲ ବଜେଟ୍ ହେବ ସେତେ ଭଲ ଫିଲ୍ମ ହେବ। ଯେତେ ଭଲ ବଜେଟ୍ ନହେଲେ ବି ଯଦି ମାଇଣ୍ଡ ସେଟ୍ ସେଇଭଳିଆ ରହିବ ତ କୋଅପରେସନ୍ ଆର୍ଟିଷ୍ଟ ମାନେ କରିବେ ତାହେଲେ ନିଶ୍ଚୟ ଭଲ ଫିଲ୍ମ ତାମାନେ ହେଇପାରିବ। ଗୋଟେ ଫିଲ୍ମଟି ଯଦି ସୁପରହିଟ୍ ହେବା ପାଇଁ ଦରକାର ତାହେଲେ ସେଥିପାଇଁ ବଜେଟ୍ ଦରକାର। ନାଇଁ ନାଇଁ ସେଇଟା ହଉଛି କଥା। ଦେଖନ୍ତୁ କୋଉ ସବଜେକ୍ଟରେ କୋଉ ବଜେଟ୍। ଧରନ୍ତୁ ଆମେ ଗୋଟେ ବଡ ଆକ୍ସନ ମୁଭି କରିବାନି, 5-6ଟା ଆକ୍ସନ ହେଇପାରିବ। ଫ୍ୟାମିଲି ଡ୍ରାମା କଲେ କମ୍ ହେଇପାରିବ। ମୁଁ ଯେମିତି ଆଶିକ ଦିୱାନ କଲି ଏବେ ସେମିତି ଯେ ସେଇ ଅନୁସାରେ ଗୋଟେ ଘର ଭିତର ଷ୍ଟୋରି ହେଲେ କମ୍ ବଜେଟ୍ ହେଇପାରିବ। ତା ଭିତରେ ବି ଦରକାର। ଦେଖନ୍ତୁ ଆମକୁ କେହି ଦେଖୁନାହାନ୍ତି, କୋଉ ନିର୍ଦ୍ଦେଶକକୁ, କୋଉ ପ୍ରଯୋଜକକୁ, କୋଉ ଏଡିଟରକୁ, କୋଉ କ୍ୟାମେରାମ୍ୟାନକୁ କେହି କେବେ ଦେଖୁନାହାନ୍ତି। ଦର୍ଶକ କେବଳ ଦେଖୁଛନ୍ତି କଳାକାରଙ୍କୁ। କଳାକାର ଯେମିତି ପରଫର୍ମ କରିବ ସେମିତି ଲୋକ ଏନ୍ଜୟ କରିବେ। ଆମେ ଆମର ବେଷ୍ଟ ସଦାବେଳେ ଦେଇଥାଉ। ଯୋଉ ଟିମ୍ଟା ନେଇଥାଉ, ମ୍ୟୁଜିକ୍ ଡାଇରେକ୍ଟର ହଉ, ଡାଇରେକ୍ଟର ହଉ, କି କୋରିଓଗ୍ରାଫର ହଉ, କି ଡାଇଲଗ ରାଇଟର ହଉ, ସମସ୍ତେ ବେଷ୍ଟ ନେଇଥାନ୍ତି ଗୋଟେ ପ୍ରଯୋଜକ। ଦର୍ଶକ ମାନେ କୁହନ୍ତି ବାବୁସାନ ଆଉ ଅନୁଭବକୁ ଛାଡ଼ିଲେ ଆଉ କେହି ବନାନ୍ତି। ସେଟା ଭୁଲ କଥା। ମୁଁ କେମିତି ରିକ୍ସ ନେଉଛି ସବୁରେ ଶୁଭମକୁ। କନଫିଡେନ୍ସ ହଉଛି ବଡ କଥା। ଯେ ବାବୁ ଅନୁଭବ ପିକ୍ଚର ଚାଲିବ ଆଉ କାହା ପିକ୍ଚର ଚାଲିବନି, ଏଟା ଭୁଲ ଧାରଣା। ଚଲେଇ ଜାଣିଲେ ସମସ୍ତେ ଚାଲିବେ। ସାର୍ ପିୟୁଷଙ୍କର ଏଟା ପ୍ରଥମ ସିନେମା? ପିୟୁଷ ଆଗରୁ 2-3ଟା ଛବି କରିଛନ୍ତି, କିନ୍ତୁ ମୋ ସହିତ ଏଟା ପ୍ରଥମ ଛବି। ଦର୍ଶକ କଣ କହିବେ? ଦର୍ଶକ କହିବି ଓଡିଆ ଫିଲ୍ମ ଦେଖନ୍ତୁ, ଓଡିଆ ଶିଳ୍ପକୁ ବଞ୍ଚାନ୍ତୁ। ଆଉ ଟିଭି ସହିତ ମୋବାଇଲ ସହିତ ଯେତିକି ଜଡିତ ଅଛନ୍ତି ଆଉ ଫିଲ୍ମ ଦେଖନ୍ତୁ। ଏଡେ ବଡ ଇଣ୍ଡଷ୍ଟ୍ରିଟା ବଞ୍ଚିକି ରହୁ। ଆଉ ଆମେ ଭଲ କହିଲେ ବି ଦର୍ଶକ ଖରାପ ଲେଖିବେ କିନ୍ତୁ ସମସ୍ତେ ଫିଲ୍ମ ଦେଖନ୍ତୁ। ଆମ ଭାଷା ଯେହେତୁ ଭାଷାର ପିକ୍ଚର ଦେଖନ୍ତୁ।